ମୁଁ ଆଜି ଆପଣମାନଙ୍କ ପାଇଁ ଭେଣ୍ଡି ଆଳୁ ଛୁଇଁ ବାଇଗଣ ତରକାରୀ ବନେଇବି। ତରକାରୀ ଅଲଗା ଷ୍ଟାଇଲରେ ବନେଇବି। ଯଦି ମୁଁ ଯେଉଁ ପ୍ରୋସେସରେ ବନେଇବି ଆପଣମାନେ ସେହି ପ୍ରୋସେସରେ ବନେଇବେ। ତରକାରୀ ଆପଣମାନଙ୍କୁ ପସନ୍ଦ ଆସିବ। ଆପଣମାନଙ୍କ ଘରେ ବହୁତ ସହଜରେ ବନେଇ ପାରିବେ। ନମସ୍କାର, ଆପଣମାନଙ୍କୁ ଏଟ୍ସୁ ହାଉସଫୁଡ୍ ସ୍ୱାଗତ। ଆଜିର ରେସିପି ଆଳୁ ବାଇଗଣ ଭେଣ୍ଡି ଛୁଇଁ। ଭେଣ୍ଡିକୁ ଭଲ ଭାବରେ ମୁଁ ଧୋଇ ନେଇଛି। ଧୋଇ ନେଲା ପରେ ତାକୁ ପୋଛି ନେଇଛି। ପୋଛି ନେଲା ପରେ ନାଳୁଆ ହେବ ନାହିଁ, ତେଣୁକରି ଆଳୁ ବାଇଗଣ ଧୋଇ ନେବେ। ଧୋଇ ନେଲା ପରେ ସବୁ ପନିପରିବାକୁ ପୋଛି ନେବେ। ପୋଛି ନେଲା ପରେ ଛୋଟ ଛୋଟ ପିସ୍ କରି କାଟି ନେବେ। ଭେଣ୍ଡିକୁ ମୁଁ ଆଗପଟ ମୁଣ୍ଡ କାଟିଛି, ପଛପଟେ ମୁଣ୍ଡ କାଟି ଦେଇଛି। ଆପଣମାନେ ସେଇଭଳିଆ କାଟି ନେବେ ଆଗ ପଛ ମୁଣ୍ଡକୁ ଭେଣ୍ଡିକୁ। ତାପରେ ଗୋଟେ ପ୍ଲେଟରେ ମୁଁ ରଖିଛି। ଦେଖନ୍ତୁ, ବାଇଗଣ ରଖିଛି, ଭେଣ୍ଡି ରଖିଛି ଛୋଟ ଛୋଟ ପିସ୍ କରି, ଛୁଇଁ ତା କାଟିକି ରଖିଛି। ଛୁଇଁର ଚୋପା ଗୁଡ଼ାକ ମୁଁ ଅଲଗା ଚାଞ୍ଚିକିରି ରଖିଛି। ତାପରେ ଆଳୁ ଗୁଡ଼ାକ ମୁଁ ଚୋପା ଛଡ଼େଇ ରଖିଛି। ତାକୁ ଛୋଟ ଛୋଟ ପିସ୍ କରି କାଟିକି ରଖିଛି। ଏଠି ମୁଁ ଷ୍ଟୋଭ୍ ଉପରେ କରେଇ ବସେଇ ଦେଇଛି। କରେଇ ବସେଇ ଗରମ ହେଲା ପରେ ତେଲ ପକାଇବେ। ତେଲ ଗରମ ହେଲା ପରେ ଲଙ୍କା ପକାଇବେ, ପିଆଜ ପକାଇବେ। ପକାଇଲା ପରେ ଏପଟ ସେପଟେ ମିକ୍ସ କରି ନେବେ। ମିକ୍ସ ହେଲା ପରେ ଗରମ ହେଇଗଲା ପରେ ଆପଣମାନେ ପେଷ୍ଟ ଥିବ ତ ପେଷ୍ଟ ପକାଇ ନେବେ। ମୁଁ ଏବେ ପେଷ୍ଟ ପକାଇ ନେଇଛି। ମୁଁ ଆଗରୁ ପେଷ୍ଟ କରି ରଖିଥିଲି। ରସୁଣ ଅଦା ପେଷ୍ଟ କରି ରଖିଥିଲି, ତେଣୁକରି ମୁଁ ଏବେ ପକାଇ ଦେଇଛି। ତାକୁ ମିକ୍ସ କରି ନେବେ। ମିକ୍ସ କରି ନେଲା ପରେ ରେଡ୍ ଆସିଯିବ, ରେଡ୍ କଲର୍ ହେଲା ପରେ ଆପଣମାନେ ମସଲା ଦେଇପାରିବେ। ମୁଁ ମସଲା ଦେଉଛି ଏବେ। ଧନିଆ ପାଉଡ଼ର ଗୋଟେ ଚାମଚ ଦେଇଛି, ଜିରା ପାଉଡ଼ର ଗୋଟେ ଚାମଚ ଦେଇଛି, ହଳଦୀ ପାଉଡ଼ର 1 ଚାମଚ ଅଧା ଦେଇଛି। ତାକୁ ମିକ୍ସ କରି ନେବେ। ମିକ୍ସ କରି ନେଲା ପରେ ପାଣି କିଛି ପକାଇବେ। ମସଲାକୁ ଭଲ ଭାବରେ ଭାଜି ନେବେ। ଚିକେନ ମସଲା ଦେଉଛି। ଗରମ ମସଲା ଆପଣମାନେ ଦେଇପାରିବେ, ଚିକେନ ମସଲା ବି ଦେଇପାରିବେ। ଦେଲା ପରେ ଲୋ ଫ୍ଲେମ୍ରେ ତାକୁ ରଖିବେ। ତାକୁ ରଖିକି ଭଲ ଭାବରେ ମିକ୍ସ କରି ନେବେ। ମସଲାକୁ ଭଲ ଭାବରେ ଭାଜି ନେବେ। ମସଲା ଏବେ ଦେଖନ୍ତୁ ଭଲ ଭାବରେ ହେଉଛି। ପାଣି ଆଉ କିଛି ଦେଇନେବେ। ମୁଁ ପାଣି ଦେଉଛି ଆଉ କିଛି, ଅଧା କପ୍ ପାଣି ଦେଉଛି ମସଲାକୁ ଭାଜି ନେବା ପାଇଁ। ହେଲେ ମସଲାର ବାସ୍ନା ରହିବ ନାହିଁ, ବଢ଼ିଆ ଟେଷ୍ଟ ଆସିବ। ତେଣୁକରି ତାକୁ ଭାଜି ନେଉଛି। କରେଇ ଭାଜି ହେଲା ପରେ ମସଲା ମୁଁ ଯେତେ ପନିପରିବା କାଟିକି ରଖିଥିଲି ସେଇଟାକୁ କରେଇରେ ପକାଇ ଦେଇଛି। ଆପଣ ବି ଏଇଭଳିଆ ପକାଇ ନେବେ। ଆପଣମାନେ ଅଲଗା ଅଲଗା ବି ପରିବା ଫ୍ରାଏ କରିପାରିବେ। ଭେଣ୍ଡିକୁ ଅଲଗା ଫ୍ରାଏ କରିପାରିବେ, ଆଳୁକୁ ଅଲଗା ଫ୍ରାଏ କରି ରଖିପାରିବେ ଅଲଗା ପ୍ଲେଟ୍ରେ। ତାପରେ ମୁଁ ସେଭଳିଆ ନ କରି ଅଲଗା ଷ୍ଟାଇଲ୍ରେ, ଏଟା ଦେଶୀ ଷ୍ଟାଇଲ୍ରେ ମୁଁ କରୁଛି। ତେଣୁକରି ଆପଣମାନଙ୍କୁ ଦେଖାଉଛି ଯେ ଏକା ସହିତ ମୁଁ କରି ନେଉଛି। ତାପରେ ହାଇ ଫ୍ଲେମ୍ରେ ଦେଇକି ଢାଙ୍କୁଣୀକୁ ଢଙ୍କାଇ ଦେଇଛି। ଏବେ ଦେଖନ୍ତୁ ସିଝି ଆସିଲାଣି। ସିଝି ଗଲା ପରେ ମୁଁ ସାଇଡ଼୍ କରିଦେଲି ତରକାରୀ। ତା ମଝିରେ ଟମାଟର ପକାଇ ଦେଇଛି। ଟମାଟର ସଫ୍ଟ ହେଇଗଲାଣି, ସେହି ଅନୁସାରେ ପାଣି ପକାଇ ଦେଇଛି। ପାଣି ପକାଇ ନେବେ। ଆପଣ ବି ସିଝିଯିବ ଜଲ୍ଦି। ତାପରେ ଢଙ୍କାଇ ଦେବେ। ଢଙ୍କାଇ ଦେଲା ପରେ ସିଝିଯିବ। ଏବେ ସିଝିଗଲାଣି। ସିଝିଗଲା ପରେ ଆପଣମାନେ ଧନିଆ ପତ୍ର ପକାଇ ଦେଇପାରିବେ। ପାଣି ଯେତେ ଗ୍ରେଭି ଦରକାର ସେହି ଅନୁସାରେ ଆପଣ ପାଣି ଦେଇପାରିବେ। ଯଦି ଭିଡ଼ିଓ ଭଲ ଲାଗେ ଆପଣମାନଙ୍କ ସାଙ୍ଗମାନଙ୍କୁ ସେୟାର କରିବେ, ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ।